ନାଇଁ ଆମର ତିହିଡ଼ିରେ ଥାନା କେସ୍ ନମ୍ବର 217 29/5/2026 ରେ ରେଜିଷ୍ଟର ହେଇଥିଲା, ଯୋଉଥିରେ କି ଜଣେ ଅଜଣା ମହିଳାଙ୍କର ମୃତ ଶରୀର ଆମର ଏଇ ଜାଗାରେ ରେବ ନଦୀ କୂଳରେ ପଡିଥିଲା, ଯାହାଙ୍କର ପରିଚୟ ମିଳିନଥିଲା ଏବଂ ଯୋଉ ପରିସ୍ଥିତିରେ ସେଟା ଥିଲା, ପାରିପାର୍ଶ୍ୱିକ ସ୍ଥିତିରୁ ଜଣା ପଡୁଥିଲା ଯେ ତାଙ୍କୁ କେହି ମର୍ଡର କରି ଏଠି ଆଣି ପକେଇ ଦେଇଛନ୍ତି। ତାପରେ ଆମେ ଏଇଟାକୁ ସୋସିଆଲ ମିଡିଆରେ ଆମର ମୁତଫାଙ୍କର ଫଟୋକୁ ବହୁ ମାତ୍ରାରେ ଆପଣମାନଙ୍କ ସହଯୋଗରେ ଏବଂ ଯେତିକି ଆମର ଅଫିସିଆଲ ୱେବସାଇଟ୍ ଅଛି ସବୁଥିରେ ଆମେ ସେୟାର କରିଥିଲେ। ତାଙ୍କର ପରିଚୟ ମିଳିଥିଲା ଯେ ତାଙ୍କ ନାଁ ହେଉଛନ୍ତି କବିତା ବେହେରା, ୱାଇଫ୍ ଅଫ୍ ପ୍ରଫୁଲ୍ଲ କୁମାର ବେହେରା ଅଫ୍ ପଥରଡିହା ଥାନା ଧୂସୁରୀ ବୋଲି। ସେଇ ସମୟରେ ତଦନ୍ତ ସମୟରେ ଆମେ ଜାଣିବାକୁ ପାଇଲେ ଯେ ତାଙ୍କର ନିଜେ ସ୍ୱାମୀ ପ୍ରଫୁଲ୍ଲ ବେହେରା ତାଙ୍କୁ 28 ତାରିଖ ରାତି ଗୁରୁବାରରେ ହେମଦସ୍ତାରେ ପିଟି ପିଟିକି ହତ୍ୟା କରିଥିଲେ। ସେଇ କନେକ୍ସନରେ ଆଜି ଆମେ ପ୍ରଫୁଲ୍ଲ ବେହେରାଙ୍କୁ 1/6/2026 ଗିରଫ କରିଛନ୍ତି ଏବଂ ଗିରଫ ପରେ ସେ ଆମକୁ ଆଣି ସେ ଯୋଉ ହେମଦସ୍ତା ବ୍ୟବହାର କରିଥିଲେ ସେଇଟା ତାଙ୍କ ଘରେ ଲୁଚେଇ ରଖିଥିଲେ, ସେଇଟା ବି ଦେଖେଇଲେ ଏବଂ ଏ ସ୍ପଟରେ କୋଉଠି ସେ କଣ ବ୍ୟବହାର କରି କୋଉ ମୋଟରସାଇକେଲ ବ୍ୟବହାର କରି କାହା ସହିତ ଆଣି ଡେଡ ବଡିକୁ ପକେଇଥିଲେ ସେଇଟା ସେ ଆଜି ଜଣେଇଲେ।